Once again, welcomes to you Study with Somit YouTube channel. Dear students, ଆଜିର ଏହି କ୍ଲାସରେ ଆମେ ଆଲୋଚନା କରିବା ପ୍ଲସ୍ ଟୁ ଦ୍ୱିତୀୟ ବର୍ଷ କମ୍ପଲସରି ସବଜେକ୍ଟ ଓଡ଼ିଆରେ ଏକ ସୁନ୍ଦର କବିତା ଯାହା ରହିଛି ବନ୍ଦୀର ବିରହ ବ୍ୟଥା। ଏହି କବିତା ଶ୍ରୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚିତ ହୋଇଥିଲା ଏବଂ ଏହି କବିତାରେ କିପରି ଜଣେ ବନ୍ଦୀ ଏବଂ ବନ୍ଦୀ କିପରି ନିଜ ପରିବାର ବର୍ଗଠାରୁ ବିଚ୍ଛିନ୍ନ ହୋଇ କାଳ କୋଠରୀ ମଧ୍ୟରେ ରହି ନିଜର ଜୀବନ ଅତିବାହିତ କରୁଥିବା ସମୟରେ ତା ମଧ୍ୟରେ ଥିବା ସେହି ବ୍ୟଥା ବା କଷ୍ଟ ଏବଂ ଯନ୍ତ୍ରଣାକୁ କିପରି ଭାବରେ ଗୋପବନ୍ଧୁ ଦାସ ଏହି କବିତା ମାଧ୍ୟମରେ ସମସ୍ତ ସମାଜ ଆଗରେ ବଖାଣିଛନ୍ତି, ସେହି ସମସ୍ତ ଅନୁଭୂତିକୁ ବର୍ତ୍ତମାନ ଆଜି ଆମେ ଏହି କ୍ଲାସରେ ଆଲୋଚନା କରିବା। ତ କବିତାଟି ଆଲୋଚନା କରିବା ପୂର୍ବରୁ ପ୍ରଥମେ ଆମେ ଆଲୋଚନା କରିବା ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ। ତ ତାଙ୍କ ସମ୍ପର୍କରେ କ'ଣ ରହିଛି, ଚାଲନ୍ତୁ ଆଲୋଚନା କରିବା ଲେଖକ ପରିଚୟରୁ। ଲେଖକ ପରିଚୟ: ଗୋପବନ୍ଧୁ ଦାସ, ଯିଏକି 1877 ମସିହାରେ ଜନ୍ମ ଲାଭ କରି 1928 ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ଥିଲା ସୁଆଣ୍ଡ ଗ୍ରାମ, ପୁରୀ ଜିଲ୍ଲା ଏବଂ ସାକ୍ଷୀଗୋପାଳ ନିକଟବର୍ତ୍ତୀ ସୁଆଣ୍ଡ ଗ୍ରାମ। ତେବେ ତାଙ୍କର ରଚନା ସମ୍ଭାର ଗୁଡ଼ିକ ମଧ୍ୟରେ ରହିଛି ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ଅବକାଶ ଚିନ୍ତା, ନଚିକେତା ଉପାଖ୍ୟାନ, ଗୋ-ମାହାତ୍ମ୍ୟ ଇତ୍ୟାଦି। ଏବଂ ସତ୍ୟବାଦୀ ଓ ସମାଜର ସମ୍ପାଦକ ଓ ପ୍ରତିଷ୍ଠାତା ହୋଇଥିଲେ ଗୋପବନ୍ଧୁ ଦାସ, ଯିଏକି ସତ୍ୟବାଦୀ ଓ ସମାଜ ପତ୍ରିକାକୁ ସମ୍ପାଦନା କରିଥିଲେ। ତେବେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଆଧୁନିକ ଓଡ଼ିଶାର ନବନିର୍ମାତା। ତେବେ ଆମେ ଜାଣିଲେ ପଣ୍ଡିତ ଗୋପବନ୍ଧୁ ଦାସ ହେଉଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଯିଏକି ଆଧୁନିକ ଓଡ଼ିଶାକୁ ନିର୍ମାଣ କରିଥିଲେ। ଓଡ଼ିଶାର ଶିକ୍ଷା, ସାହିତ୍ୟ, ସମାଜ, ରାଜନୀତି, ସଂସ୍କୃତି ଏହି ପ୍ରତ୍ୟେକଟି କ୍ଷେତ୍ରରେ ସେ ଥିଲେ ଜଣେ ବଳିଷ୍ଠ ପୃଷ୍ଠପୋଷକ। ଅର୍ଥାତ୍ ଓଡ଼ିଶାର ଶିକ୍ଷା, ସାହିତ୍ୟ, ସମାଜ, ରାଜନୀତି ଓ ସଂସ୍କୃତିର ଜଣେ ବଳିଷ୍ଠ ନେତା ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ। ଦେଶ ପାଇଁ ଆତ୍ମବଳି ଦେବା ଥିଲା ତାଙ୍କ ଜୀବନର ଚରମ ଓ ପରମ ବ୍ରତ। ଅର୍ଥାତ୍ ସେ ଦେଶ ସେବାରେ ନିଜକୁ ଚିର ନିୟୋଜିତ କରିଥିଲେ। ବାଲ୍ୟ ବୟସରୁ ସେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ। ନୀଳକଣ୍ଠ ଓ ହରିହର ଆଚାର୍ଯ୍ୟଙ୍କ ସାହାଯ୍ୟରେ କବି ଗୋପବନ୍ଧୁ ଏହି କାମରେ ଅଧିକ ପ୍ରୋତ୍ସାହିତ କରିଥିଲେ। କଲିକତାରୁ ଓକିଲାତି ପାସ୍ କରି ମଧ୍ୟ ସେ ଓକିଲାତି ଅପେକ୍ଷା ଶିକ୍ଷକତାକୁ ଅଧିକ ପସନ୍ଦ କରୁଥିଲେ। ତେଣୁ ଆମେ ଜାଣିଥିଲେ ସେ ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ, ଯିଏକି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁସ୍ଥ ଓ ଆଦର୍ଶ ଦେଶଭକ୍ତି ତିଆରି କରିବାରେ ଲାଗି ପଡ଼ିଥିଲେ। ଗୋପବନ୍ଧୁଙ୍କର ବହୁମୁଖ ବ୍ୟକ୍ତିତ୍ୱ ଶିକ୍ଷକତାଠାରୁ ଆରମ୍ଭ ହୋଇ ସ୍ୱାଧୀନତା ସଂଗ୍ରାମୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଅର୍ଥାତ୍ ସେ ଜଣେ ଯେଉଁ ଭାବରେ, ଯେଉଁ ଅନୁଭୂତିରେ ସେ ପରିପୂର୍ଣ୍ଣ ଥିଲେ, ଶିକ୍ଷକତାରେ ମଧ୍ୟ ସେହିପରି ଏବଂ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସେହିପରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ମାନବ ସେବା ଥିଲା ତାଙ୍କ ଜୀବନର ଆଦର୍ଶ। ଅର୍ଥାତ୍ ସେ କହୁଥିଲେ, ଆମେ ଯେପରି ଭଗବାନଙ୍କୁ ସେବା କରିଲେ ଯେତିକି ଆମକୁ ଆଶୀର୍ବାଦ ମିଳିବ, ତାଠାରୁ ଅଧିକ ଆମକୁ ଆଶୀର୍ବାଦ ମିଳିବ କେଉଁ ସେବା? ନା ମାନବ ସେବାରେ। ଦେଶର ସ୍ୱାଧୀନତା ଥିଲା ଉତ୍କଳମଣିଙ୍କର ଏକମାତ୍ର କାମ୍ୟ। ଅର୍ଥାତ୍ ସେ ଦେଶକୁ ସ୍ୱାଧୀନତା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଢ଼ିବା ପାଇଁ ଗୋପବନ୍ଧୁଙ୍କ ଉଦ୍ୟମ ଉଲ୍ଲେଖଯୋଗ୍ୟ ରହିଥିଲା। ଗୋପବନ୍ଧୁଙ୍କ ସାହିତ୍ୟ ଥିଲା ମାନବିକତାର ସାହିତ୍ୟ। ଅର୍ଥାତ୍ ଗୋପବନ୍ଧୁ ଯେଉଁ ସବୁ ଲେଖା ନିଜ ସାହିତ୍ୟିକ ଜୀବନରେ ଲେଖି ଯାଇଛନ୍ତି, ସେହି ସମସ୍ତ ସାହିତ୍ୟ ରଚିତ ବିଷୟବସ୍ତୁ ମାନବିକତାରେ ପରିପୂର୍ଣ୍ଣ ହୋଇ ରହିଛି। ସ୍ୱଦେଶ ପ୍ରୀତି ଓ ମାନବ ସମ୍ପ୍ରତି ତାଙ୍କର ମୁଖ୍ୟ ଅବଲମ୍ବନ।
ଏସବୁ ତତ୍ତ୍ୱେ ସତ୍ତ୍ୱେ କବି ଗୋପବନ୍ଧୁ ଥିଲେ ଖୁବ୍ ଭାବପ୍ରବଣର। ତାଙ୍କ ରଚନାବଳୀରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ଅର୍ଥାତ୍ ସେ ନିଜ ଜୀବନରେ ପାଇଥିବା ସମସ୍ତ ଅନୁଭୂତିକୁ ଅନୁଭବକୁ ଅଜାଡ଼ି ଦେଇଛନ୍ତି ତାଙ୍କ ଏହି ଶିକ୍ଷାଗତ ଜୀବନରେ ତଥା କବିତ୍ୱରେ। ତ ବର୍ତ୍ତମାନ ଆମେ ଆଲୋଚନା କରିବା ବନ୍ଦୀର ବିରହ ବ୍ୟଥା ଏହି ସମ୍ପୂର୍ଣ୍ଣ କବିତାଟିକୁ ଆଲୋଚନା କରିବା। ଏହି କବିତାଟିରେ ଥିବା ବିଷୟବସ୍ତୁକୁ ଆଲୋଚନା କରିବା। ତ ଦେଖିବା ବିଷୟବସ୍ତୁ ସମ୍ପର୍କରେ କ'ଣ ରହିଛି ନା ସଂଶ୍ଳିଷ୍ଟ କବିତାଟି କାରା କବିତା ସଂକଳନରୁ ଉଦ୍ଧୃତ। ଅର୍ଥାତ୍ ଏହି ବନ୍ଦୀର ବିରହ ବ୍ୟଥା କବିତାଟି ଗୋପବନ୍ଧୁ ଦାସଙ୍କର କାରା କବିତା ସଂକଳନରୁ ଉଦ୍ଧୃତ ହୋଇ ଆସିଅଛି। ସେ 1923 ଓ 24 ମସିହାରେ ହଜାରିବାଗ ଜେଲରେ ଗୋପବନ୍ଧୁ ବନ୍ଦୀ ଥିଲାବେଳେ ଏହି କବିତାଟି ସେ ଲେଖିଥିଲେ। କୌଣସି ଏକ ସନ୍ଧ୍ୟାରେ ସୂର୍ଯ୍ୟଙ୍କର ଅସ୍ତକାଳୀନ ରୂପ ଦେଖି କବି ଗୋପବନ୍ଧୁ ଭାବପ୍ରବଣ ହୋଇ ପଡ଼ିଥିଲେ। ସୂର୍ଯ୍ୟ ଓ ପୃଥିବୀର ପ୍ରେମ ଅତ୍ୟନ୍ତ ନିବିଡ଼ ଅଟେ। ସୂର୍ଯ୍ୟଙ୍କ ବିଦାୟ ପରେ ବିରହପ୍ରାଣା ପୃଥିବୀର ମନୋଭାବକୁ ଗୋପବନ୍ଧୁ ମାନବୀୟ ଦୃଷ୍ଟିକୋଣରୁ ଉପସ୍ଥାପନ କରିଛନ୍ତି। ଦ୍ୱିତୀୟତଃ କବି ନିଜେ ଯେହେତୁ ହଜାରିବାଗ ଜେଲରେ ବନ୍ଦୀ ଥିଲେ, ସନ୍ଧ୍ୟା ଆସିଲା ବେଳେ ସିପାହୀ ଜେଲ ବନ୍ଦ କରିବାକୁ ଆସିଛି। ପ୍ରିୟଜନଙ୍କଠାରୁ ଅଲଗା ହୋଇ ରହିବାର ବ୍ୟକ୍ତିଗତ ବିରହବୋଧ ମଧ୍ୟ ଉକ୍ତ କବିତାରେ ଉପସ୍ଥାପିତ ହୋଇଛି। ମୁଖ୍ୟତଃ ବାହ୍ୟ ପ୍ରକୃତି ଓ ଆନ୍ତଃ ପ୍ରକୃତିର ସମନ୍ୱୟ କବିତାଟିକୁ ଅଧିକ ମର୍ମସ୍ପର୍ଶ କରିଅଛି। ତ ଏଠୁ ଆମେ କ'ଣ ଜାଣିଲେ ନା ଦିନେ ଗୋପବନ୍ଧୁ ଦାସ ହଜାରିବାଗ ଜେଲରେ ବନ୍ଦୀ ଭାବରେ ରହିଛନ୍ତି। ଏକ ସନ୍ଧ୍ୟାକାଳୀନ ଦୃଶ୍ୟ ସମୟରେ କ'ଣ ହୋଇଛି, ସେ ଆସି ଦେଖିଛନ୍ତି ନା ଜେଲ ପ୍ରାଙ୍ଗଣରେ ଆସି ସେ ଠିଆ ହୋଇଛନ୍ତି ଏବଂ ସନ୍ଧ୍ୟା ସମୟରେ ଦେଖିଛନ୍ତି ସୂର୍ଯ୍ୟ କିପରି ଭାବରେ ସେ ସମଗ୍ର ପୃଥିବୀକୁ ବିଦାୟ ଜଣାଇ ଚାଲି ଯାଇଛନ୍ତି ଏବଂ ପୁଣି ଥରେ କହିଛନ୍ତି, ମୁଁ ପୁଣି ଥରେ ଆଉଥରେ ଆସନ୍ତାକାଲିର ସକାଳରେ ମୁଁ ଉଦିତମାନ ସୂର୍ଯ୍ୟ ରୂପେ ପୃଥିବୀ କୂଳକୁ ପୁଣି ଥରେ ଫେରି ଆସିବି। ଏହି ଦୃଶ୍ୟକୁ ଯେତେବେଳେ ପଣ୍ଡିତ ଗୋପବନ୍ଧୁ ଦାସ ସେଇ ଜେଲ ଭିତରେ ରହି ଦେଖିଛନ୍ତି, ସେତେବେଳେ ସେ ଅନୁମାନ କରିଛନ୍ତି ନା ଘରୁ ଯେତେବେଳେ ମୁଁ ଛାଡ଼ି ଆସିଛି, ତେବେ ମୋ ଘର ପରିବାରର ଯେଉଁ ବିରହର ବ୍ୟଥା ରହିଛି, ସେଇ ବ୍ୟଥା ଆଜି ମୋତେ ବ୍ୟଥିତ କରିଛି ଏବଂ ଏହି କଠୋର ଜେଲ ରକ୍ଷକ ବା ସିପାହୀ ମୋତେ ଆଉ ଟିକିଏ ସମୟ ମୋତେ ବାହାରେ ରହିବାକୁ ଦେ ଏବଂ ସେଇ ସୂର୍ଯ୍ୟ ଏବଂ ସେଇ ପୃଥିବୀର ସେଇ ବିରହ ଦୃଶ୍ୟକୁ ମୁଁ ଅନୁଭବ କରିବି ଏବଂ ଅନ୍ତଃ ପ୍ରକୃତି ସହିତ ମୋର ବାହ୍ୟ ପ୍ରକୃତିର ସମନ୍ୱୟ ଘଟିବ ଏବଂ ମୁଁ ତୃପ୍ତି ଲାଭ କରିବି। ତ ଏହିପରି ରହିଛି ବିଷୟବସ୍ତୁଟି। ଚାଲନ୍ତୁ ଡେରି ନ କରି କବିତାକୁ ସମ୍ପୂର୍ଣ୍ଣ ରୂପେ ଆଲୋଚନା କରିବା। ତ ସମସ୍ତେ କେହି ମଧ୍ୟ ସ୍କିପ୍ କରିବ ନାହିଁ ଏବଂ ଦେଖି ଚାଲିବା, ପଢ଼ିବା, ଆନନ୍ଦ ଉଠାଇବା ଏହି କବିତାର ସେଇ ମହତ୍ତ୍ୱକୁ। ଚାଲନ୍ତୁ ଆରମ୍ଭ କରିବା ଶ୍ରୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚିତ ବନ୍ଦୀର ବିରହ ବ୍ୟଥା। ମଧୁର ବସନ୍ତ ଦିନ ହେଲାଣି ଶେଷ, ଛାଡ଼ି ପୂର୍ବ ଏବେ ତପନ ଯିବେ ପଶ୍ଚିମ ଦେଶ। ବିଦାୟର ତେଣୁ ଲାଗିଛି ଆୟୋଜନ ବିସ୍ତାର, ନାନା ରଙ୍ଗ ଚନ୍ଦ୍ର ଆତପେ ଆଚ୍ଛାଦିତ ଅମ୍ବର। ତ କ'ଣ ହୋଇଛି ନା ସମୟ ହୋଇଛି ବସନ୍ତ ଋତୁ ଏବଂ ସୁଲୁସୁଲିଆ ପବନ ବହୁଛି ଏବଂ ଜେଲ ବାହାରେ ପ୍ରାଙ୍ଗଣରେ ଆସି ଗୋପବନ୍ଧୁ ଦାସ ସୂର୍ଯ୍ୟ ଏବଂ ପୃଥିବୀର ସେଇ ବିରହ ଦୃଶ୍ୟକୁ ଦେଖୁଛନ୍ତି। ତ କ'ଣ ଘଟିଛି ନା ସମୟ ଶେଷ ହେବାକୁ ଆସିଲାଣି, ଅର୍ଥାତ୍ ସନ୍ଧ୍ୟା ହୋଇଗଲାଣି। ତପନ ଅର୍ଥାତ୍ ସୂର୍ଯ୍ୟ ପଶ୍ଚିମ ଦେଶକୁ ପୂର୍ବ ଦେଶ ଛାଡ଼ି ପଶ୍ଚିମ ଦେଶକୁ ଆଗମନ କଲେଣି। ତେଣୁ ବିଦାୟର ଆୟୋଜନ ଚାଲିଛି। ସୂର୍ଯ୍ୟ ବିଦାୟ ଦେବାକୁ ଯାଉଛନ୍ତି। ତେଣୁ ନାନା ରଙ୍ଗ ଚନ୍ଦ୍ର ଆତପି ଆଚ୍ଛାଦିତ ଅମ୍ବର ଅର୍ଥାତ୍ ଆକାଶକୁ ନାନା ରଙ୍ଗରେ ଚନ୍ଦ୍ର ଯେପରି ଆସୁଛନ୍ତି, ସୂର୍ଯ୍ୟ ଯେପରି ଯାଉଛନ୍ତି ଏବଂ ନାନା ପ୍ରକାର ଚାନ୍ଦୁଆ ଟାଣିଲା ପରି କ'ଣ ହୋଇଛି ଦୃଶ୍ୟଟି ନା ସୁନ୍ଦର ନୀଳ ଏବଂ କମଳା ରଙ୍ଗର ସେଇ ଦୃଶ୍ୟ ଆଜି ଆଖିକୁ ଟାଣି ନେଉଛି। ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ,
ତରୁ ଗିରି ଛାୟା ବିସ୍ତାରୀ ପାଦେ କରେ ପ୍ରଣାମ। ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବାରଣୀ ପାଟ। ଅନୁରକ୍ତ ଭୃତ୍ୟ ମସ୍ତକେ ଯଥା ବାନ୍ଧେ ସମ୍ରାଟ। ତ କଣ ହେଲା ନା ଦଳେ ଦଳେ ପକ୍ଷୀ ଗାଆନ୍ତି ଉଚ୍ଚେ କରୁଣ ଗାନ। ନା ଯେତେବେଳେ ସୂର୍ଯ୍ୟ ପରିତ୍ୟାଗ କରି ଯାଉଛନ୍ତି ପୃଥିବୀକୁ ଯେତେବେଳେ ବିଦାୟ ଦେଇ ଯାଉଛନ୍ତି, ପୃଥିବୀ ପୃଷ୍ଠରେ ଦଳେ ଦଳେ ହୋଇ ପକ୍ଷୀମାନେ ଉଚ୍ଚ ସ୍ୱରରେ କରୁଣ ଜ୍ଞାନ ଗାଉଛନ୍ତି, କରୁଣ ଗୀତ ଗାଉଛନ୍ତି। ଏବଂ ଯାହା ବି ତରୁ ଛାୟା ଅର୍ଥାତ୍ ବୃକ୍ଷ ଲତା ଗୁଡ଼ିକ ସୂର୍ଯ୍ୟଙ୍କ ପାଦ ଆଡ଼କୁ ନଇଁ ପଡ଼ି ତାଙ୍କୁ ଯେପରି ପ୍ରଣାମ ଜଣାଉଛନ୍ତି। ଏହି ଦୃଶ୍ୟଟି କିପରି ଦେଖିବାକୁ ମିଳୁଛି ନା ଯେତେବେଳେ ପଶ୍ଚିମ ଦେଶରେ ସୂର୍ଯ୍ୟ ଚାଲି ଯାଇଛନ୍ତି, ପୂର୍ବ ଦେଶରୁ ଯେତେବେଳେ ଗଛ ଗୁଡ଼ିକ ଅଛନ୍ତି ସେମାନଙ୍କର ଛାଇ ଲମ୍ବି ଯାଇଛି ସୂର୍ଯ୍ୟଙ୍କର ପାଦ ନିକଟକୁ। ତ ଏହି ଦୃଶ୍ୟକୁ ଦେଖି କଣ ହଉଛି ନା ତାଙ୍କ ଶିରେ ସୂର୍ଯ୍ୟ ଦିଅନ୍ତି ହେମ ବାରଣୀ ପାଟ। ଅର୍ଥାତ୍ ସୁନ୍ଦର ପାଟ ବସ୍ତ୍ର ପ୍ରଦାନ କରୁଛନ୍ତି ସୂର୍ଯ୍ୟ। କିପରି ଭାବରେ ନା ତାଙ୍କ ସେଇ ଛାଇ ସେଇ କିରଣରେ, ସେଇ ସନ୍ଧ୍ୟାକାଳୀନ କିରଣ ମାଧ୍ୟମରେ ଯେପରି ଅନୁରକ୍ତ ଭୃତ୍ୟ ମସ୍ତକେ ଅର୍ଥାତ୍ ଅନୁରକ୍ତ ପ୍ରିୟ ଭୃତ୍ୟ ଅର୍ଥାତ୍ ଜଣେ ଚାକରର ମସ୍ତିଷ୍କରେ ଯେପରି ଜଣେ ସମ୍ରାଟ ଆଜି ଗୋଟେ ପଗଡିଟେ ବାନ୍ଧି ଦଉଛି, ସେହିପରି ଆଜି ଏହି ଦୃଶ୍ୟ ଦେଖିବାକୁ ମିଳୁଛି। ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି। ପ୍ରାଚୀ ଅନୁରାଗେ ରଞ୍ଜିତ ଚାରୁ ବଦନ ଛବି। ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର। କମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର। ତ କଣ କହୁଛନ୍ତି କବି ନା ଅସ୍ତାଚଳ ଉଚ୍ଚ ଆସନେ ବସି ହସନ୍ତି ରବି। ଅସ୍ତାଚଳ ଅର୍ଥାତ୍ ପଶ୍ଚିମ ଦେଶରେ ବସିଛନ୍ତି ରବି ଏବଂ ସେଠି ବସି ରବି ସୂର୍ଯ୍ୟ ହସୁଛନ୍ତି। ଆଉ କଣ ଦେଖୁଛନ୍ତି ନା ପ୍ରାଚୀ ଅନୁରାଗେ ରଞ୍ଜିତ ଚାରୁ ବଦନ ଛବି। ଅର୍ଥାତ୍ ପ୍ରାଚୀ ଅର୍ଥାତ୍ ପୂର୍ବ ଦିଗକୁ ଦେଖୁଛନ୍ତି ଏବଂ କହୁଛନ୍ତି ନା ଦେଖୁଛନ୍ତି ସେଇ ଚାରୁଚିତ୍ରମୟ ଦୃଶ୍ୟକୁ ରବି ପଶ୍ଚିମ ଦେଶରେ ବସି। ପ୍ରାଚୀ ଅଭିମୁଖେ ଲମ୍ବାଇ ସ୍ନିଗ୍ଧ କନକ କର। କମଳ ଆଶ୍ୱାସେ ଦେଖାନ୍ତି ନିଜ ସ୍ନେହ ଆଦର। ତ କଣ କରୁଛନ୍ତି ନା ସୂର୍ଯ୍ୟ କହୁଛନ୍ତି ଆଜି ସେ ଯେପରି ଭାବରେ କନକ କର ଅର୍ଥାତ୍ ପୃଥିବୀ ଆଡ଼େ ଲମ୍ବାଇ ଦେଇଛନ୍ତି ତାଙ୍କର ସେଇ ସୁନ୍ଦର ହାତକୁ ସେଇ ସୁନେଲି କିରଣ ମାଧ୍ୟମରେ ଏବଂ କମଳ ଆଶ୍ୱାସେ ଅର୍ଥାତ୍ ଧୀର ଶାନ୍ତ ଏବଂ କୋମଳ ଭାବରେ ତାକୁ ଆଶ୍ୱାସନା ଦେଖାଇ କହୁଛନ୍ତି ସମୀରଣ ମୃଦୁ ମର୍ମରେ ପ୍ରେମ ଅସ୍ପଷ୍ଟ ଗିର। କହନ୍ତି ଅଚିରେ ଫେରିବି ଧନ ନୁହଁ କାତର। ତ କଣ କହୁଛନ୍ତି କବି ନା ସୂର୍ଯ୍ୟ କହୁଛନ୍ତି ସେ ସମୀରଣ ଅର୍ଥାତ୍ ଏଇ ସୁଲୁସୁଲିଆ ପବନ ମାଧ୍ୟମରେ ସେ କହୁଛନ୍ତି ହେ ପ୍ରାଚୀ, ହେ ପୃଥିବୀ, ତୋ ପ୍ରତି ମୋର ଯୋଉ ପ୍ରେମ ରହିଛି ସେଇ ପ୍ରେମ ହଉଛି ଅସ୍ପଷ୍ଟ ଗିରି। ଅର୍ଥାତ୍ ଗିରି ଲମ୍ବି ଯାଇଛି ଏଇ ମୋର ପ୍ରେମ, ଅସୀମ ରାଶିରେ ଭରା ରହିଛି ମୋର ଏଇ ପ୍ରେମ। କହୁଛି ଅଚିରେ ଫେରିବି ଧନୀ। ଧନୀ ଅର୍ଥାତ୍ ସୁନ୍ଦରୀ। ହେ ସୁନ୍ଦରୀ, ମୁଁ ଅଚିରେ ଅର୍ଥାତ୍ ମୁଁ ଖୁବ୍ ଶୀଘ୍ର ଫେରି ଆସୁଛି। ତୁ ନୁହଁ କାତର ଅର୍ଥାତ୍ ତୁ ଜମା ବି ବ୍ୟସ୍ତ ହେ ନାହିଁ, ମୁଁ ଶୀଘ୍ର ଫେରି ଆସିବି। ଏହିପରି ଭାବରେ ସୂର୍ଯ୍ୟ ଆଶ୍ୱାସନା ଦେଉଛନ୍ତି ପୃଥିବୀକୁ। ପରବର୍ତ୍ତୀ ପର୍ଯ୍ୟାୟରେ କଣ ହୋଇଛି ଅନୁରାଗ ରଙ୍ଗେ ପ୍ରକାଶେ କ୍ଷଣେ ପ୍ରାଚୀ କୋପାଳେ। ତା ମଧ୍ୟରେ କିନ୍ତୁ ବିରହ ଦୁଃଖ କାଳିମା ବୋଳେ। ରବି ଲାସ୍ୟ ହାସ୍ୟ ପ୍ରକଟେ ଗୁରୁ ବିଷାଦ ରେଖା। ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ତ କଣ ଘଟିଛି ନା ଅନୁରାଗ ରଙ୍ଗ ପ୍ରକାଶେ କ୍ଷଣେ ପ୍ରାଚୀ କୋପଳେ। ଅର୍ଥାତ୍ ପ୍ରାଚୀର ଯଦି ଆମେ ମୁଖମଣ୍ଡଳକୁ ଦେଖିବା ତ ଆମେ ଜାଣିପାରିବା ସେ ପ୍ରାଚୀ ସୂର୍ଯ୍ୟଙ୍କ ପ୍ରତି ଅନୁରାଗ ପ୍ରକାଶ କରୁଛନ୍ତି। ତା ମଧ୍ୟରେ କିନ୍ତୁ କଣ ରହିଛି ନା ବିରହ ଦୁଃଖ କାଳିମା ରହିଛି ଅର୍ଥାତ୍ ଦୁଃଖରେ ରହିଛନ୍ତି। ରବି ଲାସ୍ୟ ହାସ୍ୟ ପ୍ରକଟେ ଗୁରୁ ବିଷାଦ ରେଖା। ଅର୍ଥାତ୍ ରବି ଅର୍ଥାତ୍ ସୂର୍ଯ୍ୟ ଲାସ୍ୟ ହାସ୍ୟ ଭାବରେ କଣ କରୁଛନ୍ତି ନା ପ୍ରକଟେ ଗୁରୁ ବିଷାଦ ରେଖା ଅର୍ଥାତ୍ ରାଗି ବିଷାଦ ଭାବରେ ଦୁଃଖ ଭାବରେ ସେମାନେ ବସିଛନ୍ତି। ଅନୁଭବୀ ନେତ୍ରେ କେବଳ ସିନା ଯାଏ ସେ ଦେଖା। ତ ପୁଣି ଗୋପବନ୍ଧୁ ଦାସ କହିଛନ୍ତି ଯିଏ ଏହି ବିରହ ଦୁଃଖକୁ ଅନୁଭବ କରିପାରିବ ସେଇ ଅନୁଭବୀଙ୍କ ଶରୀରରେ ଏବଂ ତା ମନରେ ଏବଂ ତା ମୁଖମଣ୍ଡଳରେ ହିଁ ଏହି ବିଷାଦ ରେଖାର ଭାବନା ଦେଖିବାକୁ ମିଳିବ।
ନେକ୍ସଟ କ'ଣ ରହିଛି? ଆହା ପ୍ରିୟଜନ ବିରହ କି ଦାରୁଣ କଷଣ, ପ୍ରୀତି ପାଶେ ବନ୍ଧା ଜଗତେ ସର୍ବେ ଜଡ଼ ଚେତନ। ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପାରାଣେ ବ୍ୟଥା, ପଲକେ ପଲକେ ପଡ଼ଇ ମନେ କେତେ କି କଥା। ତ କ'ଣ କହୁଛନ୍ତି? ଆହା ପ୍ରିୟଜନ ବିରହ କି ଦାରୁଣ କଷଣ, ହେ ମୋର ପ୍ରିୟଜନ, ଏ ବିରହ ଅର୍ଥାତ୍ ଏଇ ବିଚ୍ଛେଦ କେତେ କଷ୍ଟଦାୟକ, କେତେ କଷଣଦାୟକ। ପ୍ରୀତି ପାଶେ ବନ୍ଧା ଜଗତେ ସର୍ବେ ଜଡ଼ ଚେତନ। ତେଣୁ ସମସ୍ତେ ପ୍ରୀତି ପାଶରେ ବନ୍ଧା ହୋଇଛନ୍ତି। ସମସ୍ତେ କେବଳ ପ୍ରୀତିକୁ ହିଁ ଆଗ୍ରହ କରନ୍ତି, ବିରହକୁ ମନା କରିଥାନ୍ତି। ତ ଏହି ପ୍ରୀତି ପାଶରେ ହିଁ ସମସ୍ତ ଜଗତର ଜଡ଼ ଆଉ ଚେତନ ବନ୍ଧା ହୋଇ ରହିଛନ୍ତି। ଏ ବିରହ ଦୃଶ୍ୟ ଦିଅଇ ବନ୍ଦୀ ପରାଣେ ବ୍ୟଥା, ପଲକେ ପଲକେ ପଡ଼ଇ ମନେ କି କଥା। ଏଇ ବିରହ ଦୁଃଖ କ'ଣ କରୁଛି? ନା ଏଇ ବନ୍ଦୀ ଅର୍ଥାତ୍ ମୋ ଦେହରେ କ'ଣ ଦେଉଛି? ନା ଅନେକ ବ୍ୟଥା ଦେଉଛି ଏବଂ ପଲକ ପଲକରେ ମୋ ଘର କଥା ମୋତେ ମନେ ପଡ଼ିଯାଉଛି। ପୁଣି କହୁଛନ୍ତି, ସମ୍ଭାଳ ଟିକିଏ ସିପାହୀ ଚାବି ନ ଦିଅ ଦ୍ୱାରେ, ପ୍ରଣୟ ପ୍ରବାହ ଦେଖିବି କ୍ଷଣେ ରହି ବାହାରେ। ପ୍ରଣୟ ପିଉସେ ମିଶିଛି କିଆଁ ବିରହ ବିଷ, ବିଶ୍ୱବାସୀ ପ୍ରତି ବିଚିତ୍ର ଏକି ବିଧି ଆଶିଷ। ତ କ'ଣ କହୁଛନ୍ତି? ନା ଯେତେବେଳେ ସେଇ ଦୃଶ୍ୟକୁ ଦେଖି ମନରେ ଭାବୁଛନ୍ତି, ସେତେବେଳେ ସିପାହୀ ଜଣକ ଚାଲି ଆସିଛି କ'ଣ କରିବାକୁ? ନା ଗୋପବନ୍ଧୁଙ୍କୁ ଘର ଭିତରକୁ ବା ଜେଲ ଭିତରକୁ ନେଇ ଯିବା ପାଇଁ ଏବଂ ଜେଲ ଦ୍ୱାରରେ ଚାବି ଦେବା ପାଇଁ। ତ ଗୋପବନ୍ଧୁ ଦାସ କହିଛନ୍ତି, ଏ ସିପାହୀ ଟିକିଏ ରହିଯାଅ, ପ୍ରଣୟ ପ୍ରବାହ ଦେଖିବି କ୍ଷଣେ ରହି ବାହାରେ। ତମେ ଟିକେ ରହିଯାଅ, ମୁଁ ବାହାରେ ରହି ଏ ପ୍ରଣୟର ପ୍ରବାହ ଟିକେ ମୁଁ ଦେଖିବାକୁ ଚାହେଁ, ବିରହର ବିଷକୁ ସ୍ପର୍ଶ କରିବାକୁ ଚାହେଁ। ସେ କହୁଛନ୍ତି, ପ୍ରଣୟ ପିଉସେ ମିଶିଛି କିଆଁ ବିରହ ବିଷ, ଏ ପ୍ରେମ ରୂପକ ପିଉସରେ ଅମୃତରେ କ'ଣ ବିରହ ରୂପକ ବିଷ ମିଶିଛି। ବିଶ୍ୱବାସୀ ପ୍ରତି ଏ ଯୋଉ ବିଚିତ୍ର ବିଧି ଦେଖିବାକୁ ମିଳୁଛି। ସୁନ୍ଦର ସରୋଜେ ଚରଣେ କିମ୍ପା ଜଡ଼ିତ ଅହି, ବିପରୀତ ସ୍ଥିତି ରହସ୍ୟ କିଏ ପାରିବ କହି। ପ୍ରିୟଜନ ପ୍ରିୟ ସ୍ଥାନ ଛାଡ଼ି ମୁଁ ବନ୍ଦୀ ଏଠାରେ, ବିରହ ବିଷମ ବିଷେ ମୋ ମନ ପରାଣ ଘାରେ। ସେ କହୁଛନ୍ତି, ସୁନ୍ଦର ସରୋଜେ ଅର୍ଥାତ୍ ସୁନ୍ଦର କଇଁ ଫୁଲ କିମ୍ବା ପଦ୍ମ ଫୁଲର ଚରଣରେ କିପରି ଭାବରେ ଏକ ସାପ ଅହି ରହିଛି, କିମ୍ବା ସେହିପରି ଏଇ ଯୋଉ ବିଚିତ୍ର ବିପରୀତ ସ୍ଥିତି ଦେଖିବାକୁ ମିଳିଛି, ସେହିପରି ମୁଁ ମଧ୍ୟ ପ୍ରିୟଜନ ଓ ପ୍ରିୟ ସ୍ଥାନ ଅର୍ଥାତ୍ ମୋ ପରିବାର ବର୍ଗକୁ ଛାଡ଼ି ଆଜି ମୁଁ ଏଠାରେ ବନ୍ଦୀ ହୋଇ ରହିଛି। ବିରହ ବିଷମ ବିଷେ ମୋ ମନ ପରାଣ ଘାରେ ଅର୍ଥାତ୍ ଏଇ ବିରହ, ଏଇ ବିଚ୍ଛେଦ ରୂପକ ବିଷରେ ମୋ ପ୍ରାଣ ଆଜି ଘାରି ଉଠୁଛି। ବିଶ୍ୱ ପ୍ରକୃତିରେ ଦେଖିଲି ସମ ହୃଦ ବେଦନା, ତାପିତ ଅନ୍ତରେ ଆସିବ ଅବା କ୍ଷଣେ ସାନ୍ତ୍ୱନା। ଯେତେବେଳେ ମୋର ପରି ପରିସ୍ଥିତିକୁ ମୁଁ ଆଜି ପୁରା ବିଶ୍ୱ ପ୍ରକୃତିରେ ଦେଖିବି, ସେତେବେଳେ ସମସ୍ତଙ୍କ ମଧ୍ୟରେ ଏଇ ଯୋଉ ସମାନ ହୃଦୟ ରୂପକ ବେଦନା ରହିଛି ତାକୁ ଅନୁଭବ କରିବି। ସେତେବେଳେ ଯାଇ ମୋ ତାପିତ ଅନ୍ତରରେ ଟିକେ କ୍ଷଣ ସାନ୍ତ୍ୱନା ଆସିବ। ପୁଣି କହିଛନ୍ତି, ରହ ଆଉ ଖଣ୍ଡେ ସିପାହୀ କିଆଁ କର କଟାଳ, କ୍ଷଣେ ଅବରୋଧ ସମୟ କକ୍ଷ ଅବରୋଧ ସମୟ ପରା ଗୋଧୂଳି କାଳ। ଦେଖ ରତ ରତ ହୁଅଇ ରବି ଏବେ ଗଗନେ, ଆଉ ଟିକିଏ ମୁଁ ବୁଲିବି ଏଥି କାରା ପ୍ରାଙ୍ଗଣେ। କହୁଛନ୍ତି, ହେ ସିପାହୀ ଆଉ ଟିକିଏ ସମୟ ରହିଯାଅ, ଆଉ ଟିକିଏ ସମୟ ରହିଯାଅ। ଏହି କକ୍ଷକୁ ଯେତେବେଳେ ଅବରୋଧ କରିବା ତା ସମୟ ପରା ଗୋଧୂଳି କାଳ। ବର୍ତ୍ତମାନ ମଧ୍ୟ ରବି ଆଜି କ'ଣ କରୁଛନ୍ତି? ଆକାଶରେ ଅଛନ୍ତି। ସେ ବର୍ତ୍ତମାନ ଯାଇନାହାନ୍ତି। ଆଉ ଟିକିଏ ବୁଲିବି ଏଇ କାରା ପ୍ରାଙ୍ଗଣରେ ଏବଂ ଅନୁଭବ କରିବି ଏଇ ବିଷକୁ। ଯମଦୂତ ହୃଦୟେ କରୁଣ କାହିଁ ବସିବ ତିଳେ, ଅଧିକ ନ କହି ମର୍ଯ୍ୟାଦା ଜଗି ପଶିବି ବିଳେ। ଅର୍ଥାତ୍ କହିଛନ୍ତି ଯମଦୂତର ହୃଦୟରେ କ'ଣ କରୁଣ କେବେ ମଧ୍ୟ ପଶିବ କି? ନା ଆଉ ଅଧିକ କିଛି ନ କହି ମୁଁ ସମୟ ଥାଉ ଥାଉ ମର୍ଯ୍ୟାଦା ଥାଉ ଥାଉ ମୁଁ କ'ଣ କରିବି? ନା କାରା ମଧ୍ୟକୁ ପ୍ରବେଶ କରିଯିବି। ତ ଏହିପରି ଭାବରେ ଏଇ ସୁନ୍ଦର କବିତା ମାଧ୍ୟମରେ ଗୋପବନ୍ଧୁ ଦାସ ନିଜ ବିରହ ରୂପକ ଅବସ୍ଥାକୁ ଆଜି ଦର୍ଶାଇଛନ୍ତି ସମସ୍ତ ସମାଜ
ଆଗରେ। ତ ସେ ଦର୍ଶାଇଛନ୍ତି କିପରି ବିରହ ଏକ କରୁଣ ଏବଂ କାଷଣ, ସେହିପରି ପ୍ରେମ କିପରି ଭାବରେ ସମସ୍ତଙ୍କ ପ୍ରତି ଆଗ୍ରହ ରୂପକ। ତ ସମସ୍ତେ ଏହି ବନ୍ଦିର ବିରହ ବ୍ୟଥା କବିତାଟିକୁ ଭଲ ଭାବରେ ପଢ଼ିବ। ଯଦି କିଛି ଡାଉଟ୍ ଥାଏ ତ କମେଣ୍ଟ ସେକ୍ସନରେ ନିହାତି ଜଣେଇବ। ତ ସମସ୍ତେ ଏହିଭଳି ଯୋଡ଼ି ରହିଥିବ। ପରବର୍ତ୍ତୀ କ୍ଲାସରେ ଆମେ ବାର୍ତ୍ତା କବିତା ସମ୍ପର୍କରେ ସବିଶେଷ ଆଲୋଚନା କରିବା। ତ ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ।